ଦେଖନ୍ତୁ ମୋ ନାଁ ହେଉଛି ବଜମଲ ସାନ୍ଧା, ଶହୀଦ ଲୋକମାନ ନାୟକ ସଭାପତି। ଆର ଉଦ୍ଦେଶ୍ୟ ଆମ ମୂଳ ଲକ୍ଷ୍ୟ ହେଉଛି ଯେ ପୁଷ୍ପନି ଭେଟଘାଟ ଆମେ କରୁଛୁ ବହୁତ ବର୍ଷ ପୂର୍ବପୁରୁଷଙ୍କ ଠାରୁ ଆରମ୍ଭ ଯେ ପୁଷ୍ପନି ଚାଲିଛି, ଯେ ଧୀରେ ଧୀରେ ସେଇଟା ଲକ୍ ହେଇଗଲାଣି। ତେଣୁ ଆମେ ସର୍ବସମ୍ମତି କ୍ରମେ ଗୋଟେ ସାମୂହିକ ହିସାବରେ କିମ୍ବା ପଞ୍ଚାୟତ ସମିତିରେ ଏକାଠି ହେବା ଆଉ ଗୋଟେ ଏକଜୁଟ ହେଇକି ପୁଷ୍ପନି ଭେଟଘାଟ ଆମେ ବେଠି ଦେଇଛୁ ଶହୀଦ ଲୋକମାନ ନାୟକ ପଡ଼ିଆରେ। ଯେଉଁ କଳା ସଂସ୍କୃତି ପରମ୍ପରା ଜାତି ଭାଷା ଯେଉଁ ରହିଯାଇଥିଲା ସେସବୁ ଲୋପ ପାଉଛି, ତାକୁ କେମିତି ପୁନରୁଦ୍ଧାର ଜୀବିତ ରଖିବା ପାଇଁ ବୋଲିକିରି ଏ ପୁଷ୍ପନିର ମୂଳ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ। ମୋ ନାଁ ହେଉଛି ଚନ୍ଦ୍ର ସୌରିଆ, ଶହୀଦ ଲୋକମାନ ନାୟକ ମୂଳ ଆଦିବାସୀ ସଂଘର ଉପଦେଷ୍ଟା। ଆଜିର ପୁଷ୍ପନି ଭେଟଘାଟ ହେଉଛି ଏଇଟା ପାରମ୍ପରିକ ଆମ ଜେଜେବାପା ଅମଳରୁ ରହିଆସିଛି, କିନ୍ତୁ ଆମର ନାଚ ଗୀତ ଯାକ ଲୋପ ପାଇଯାଉଛି କାହିଁକି? ଅଞ୍ଚଳବାସୀ ଏକତ୍ରିତ ହୋଇ ପ୍ରତ୍ୟେକ ଘରରୁ ଡାଲି ଚାଉଳ ଆଣି ଗୋଟେ ଜାଗାରେ ରୋଷେଇ କରିକି ଆମର 5,000 ଠାରୁ ଆଜି 5 ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିକି ଅଞ୍ଚଳର କଳାକୁ ବଞ୍ଚାଇ ରଖିବା ପାଇଁ ଏକତ୍ରିତ ହୋଇ ଅଞ୍ଚଳର ମା ମାଉସୀ ପୁଅ ଝିଅ ସବୁ ଏକତ୍ରିତ ହୋଇ এই କାର୍ଯ୍ୟକୁ ଆମେ ବଞ୍ଚାଇକି ରଖିଛୁ। ଯେତିକି ଆଗରୁ ଅଛି କଳା, ଏବେ ଦୁଇ ଗୁଣ ବଞ୍ଚାଇକି ରଖିବା ପାଇଁକି ଆମେ ଯୋଜନା କରୁଛୁ। ଏଠି ଆମର ପୁଷ ପର୍ବର ଲକ୍ଷ୍ୟ। ଏଇଠି ଅଞ୍ଚଳବାସୀ ଏକ ଦିନ ସର୍ବସାଧାରଣ କାମ ଧନ୍ଦା ସାରିକି ପୁରୁଣା ବରଷକୁ ବିଦାୟ, ନୂଆ ବରଷକୁ ସ୍ୱାଗତ କରିକି ଚାଷ ବାସ କରି ଭଲରେ କେମିତି ବସିବା ବୋଲି କଟାରେ ସରିଲା ଦିନେ ଯେମିତି ମହାଜନ ମାନେ ଆଗୁ ଥିଲେ ଆମ ସାହୁକାର ବୋଲି କହୁଥିଲୁ, ସେଦିନ ତାଙ୍କର ଗୋତି କବାଡି ସାଙ୍ଗରେ କେମିତି ହସ ଖୁସି ସାଙ୍ଗରେ ଦିନ କାଟୁଥିଲେ, ସେମିତି ଆମ ଅଞ୍ଚଳବାସୀ ସରକାର କର୍ମଚାରୀ ଲୋକପ୍ରତିନିଧି ସହିତ ଗୋଟେ ଦିନ ହସ ଖୁସି ସହିତ ଆମେ ଦିନ କାଟିବା ପାଇଁ ଏଇ ପୁଷ ପରବ ଭେଟଘାଟ ବଜାଇ ରଖିଛୁ। ସେଇଟା ହେଉଛି ଆମର ଯେଉଁ ସ୍କୁଲ କାନ୍ତ ଅଛି, ବ୍ଲକ ଅଫିସ ଅଛି, ବିଭିନ୍ନ କାନ୍ତ ଅଛି। ସେଇଠି ଆମର କୁନ୍ଦ୍ରା ବ୍ଲକର ବିଭିନ୍ନ ପ୍ରକାର ଆଦିବାସୀ ବନବାସୀ ଦଳିତ ଅଛୁ, ତାଙ୍କର ନାଚ କ'ଣ କରୁଛି, ମହରିଆ ବାଜା କ'ଣ କରୁଛି ତାର ଚିତ୍ର, ଦୁରୁଆ ନାଚ କ'ଣ ଅଛି ତାର ଚିତ୍ର, ପରଜା ନାଚ କ'ଣ ଅଛି ତାର ଚିତ୍ର, ଭତ୍ରାର ଦାଣ୍ଡା ଓଲିଆ କ'ଣ ଅଛି, ଘୁମରାପାଲା କ'ଣ ଅଛି, ସେଇଟା ପ୍ରତ୍ୟେକ କାନ୍ତରେ ଯଦି ସରକାର ଯଦି ଏହାକୁ ଗ୍ରହଣ କରି ଯଦି କାନ୍ତରେ ଯଦି ରଖିଲେ ଆମର କଳା ଆହୁରି ପିଲାମାନେ ଦେଖିବେ ଏଇଟା ଆମଟାରେ ଏଇଟା ବଞ୍ଚେଇକି ରଖିବା, ଆମର ଜେଜେବାପା ଏମିତି କରୁଥିଲେ ବୋଲିକି ଆହୁରି ଏଇଟାକୁ ସୁନ୍ଦର ଭାବରେ ପାଳନ କରି ବଞ୍ଚାଇକି ରଖିଥାନ୍ତେ। ଆମେ ସେ କାର୍ଯ୍ୟକ୍ରମ କରିବା ପାଇଁ ଆମ ପାଖରେ ପଇସା ନେଇ ଚିତ୍ର କରି ଆମେ ପାରିନୁ। କହିଥିଲୁ ଏବେ ବି ଆମେ ଦେଇଛୁ, ଗତ କଲେକ୍ଟର ବି ଆମେ ଲେଖି ଦେଇଛୁ। ଆମର ଯେଉଁ ଆଦିବାସୀ ସଂଗ୍ରହାଳୟ ସେଆ ଯଦି ଘର ଯଦି ଆମର କୁନ୍ଦ୍ରା ବ୍ଲକରେ ଗୋଟେ ଥିଲେ ବିଭିନ୍ନ ପ୍ରକାର ଆଦିବାସୀ ମାନଙ୍କର ବିଭିନ୍ନ ପ୍ରକାର ଏବେ ଯେଉଁ ଲୋପ ପାଉଛି ସେଇଟାକୁ ଆମେ ଏକତ୍ରିତ କରି ବଜାଇକି ରଖିଥିବୁ ବୋଲି ଆମର ଆଶା ଆହୁରି ବିଶ୍ୱାସ ଅଛି।